सद्गुरुदेव शिवमुनि महाराज की जय। मनुष्य भगवान की जय। अखिल भूमंडल सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଯାଇଛି। ଆଜି ଆମେ ଆଲୋଚନା କରିବା ସୃଷ୍ଟିକର୍ତ୍ତା ବିଷୟରେ। ଯେପରି ଏ ଆତ୍ମା ସ୍ୱପ୍ନରେ ନିଜର ଇଚ୍ଛା ମାତ୍ର ଦ୍ୱାରା ପୃଥିବୀ, ସୂର୍ଯ୍ୟ, ଚନ୍ଦ୍ର, ତାରା, ନଦୀ, ସମୁଦ୍ର ଓ ପାହାଡ଼ ସବୁ ସୃଷ୍ଟି କରିପାରେ, ସେହିପରି ଭାବରେ ଜାଗ୍ରତର ଜଡ଼ ସଂସାର ମଧ୍ୟ ଆତ୍ମା ଦ୍ୱାରା ସୃଷ୍ଟି ହୋଇଥାଏ। ଏହା ଉପରେ ପ୍ରଶ୍ନ ଉଠିପାରେ, ସ୍ୱପ୍ନର ସଂସାର ବ୍ୟଷ୍ଟି ଜୀବର ନିଦ୍ରା ଭାଙ୍ଗିଗଲା ପରେ ଲୁପ୍ତ ହୋଇଯାଏ। ମାତ୍ର ଏ ସଂସାର ଗୋଟିଏ ଜୀବ ସଂସାର ଛାଡ଼ିଲା ପରେ ବା ମରିବା ପରେ ଲୁପ୍ତ ହୁଏ ନାହିଁ। ଏହାର ଉତ୍ତର ହେଉଛି ବ୍ୟଷ୍ଟି ଜୀବର ରଚିତ ସ୍ୱପ୍ନର ସୃଷ୍ଟି। ବ୍ୟଷ୍ଟି ଜୀବ ଜାଗ୍ରତ ହେଲେ ନଷ୍ଟ ହୋଇଯାଏ, ମାତ୍ର ଜାଗ୍ରତର ସୃଷ୍ଟି ବ୍ୟଷ୍ଟିର ନୁହେଁ, ସମଷ୍ଟିର ରଚିତ। ଏଣୁ ବ୍ୟଷ୍ଟି ଜୀବ ମରିଯିବା ପରେ ମଧ୍ୟ ତାହା ସବୁ ଜୀବଙ୍କ ପାଇଁ ନଷ୍ଟ ହୁଏ ନାହିଁ। ଏକକୁ ବ୍ୟଷ୍ଟି ଓ ସମସ୍ତଙ୍କୁ ସମଷ୍ଟି କହନ୍ତି। ଏପରି ହୁଏ ଯେ ମରିଯିବା ପରେ ସେହି ବ୍ୟଷ୍ଟି ପାଇଁ ଏ ଜାଗ୍ରତ ସଂସାର ନଷ୍ଟ ହୋଇଯାଏ। ଜାଗ୍ରତର ସୃଷ୍ଟି ସ୍ୱପ୍ନ ସମାନ ଅଟେ। ଦୁହେଁ ଆତ୍ମାର ସଂକଳ୍ପ। ଜାଗ୍ରତ ଦ୍ୱାରା ସୃଷ୍ଟି ହୁଏ ଓ ନଷ୍ଟ ହୁଏ ମଧ୍ୟ। ଜାଗ୍ରତ ଓ ସ୍ୱପ୍ନର ସୃଷ୍ଟି ଜଣଙ୍କର କଳ୍ପନା। ଜୀବ କଳକାରଖାନା ଓ ଜଡ଼ ପଦାର୍ଥ ଦ୍ୱାରା ସୃଷ୍ଟି ନୁହେଁ, ମାତ୍ର କଳକାରଖାନା ଓ ସମଗ୍ର ଜଡ଼ ସଂସାର ସେହି ଚେତନ ତତ୍ତ୍ୱ ଦ୍ୱାରା ରଚିତ, ଯାହାକୁ ଆମେ ନିଜକୁ ମାନୁ ଓ ଯାହାକୁ ଲୋକମାନେ ଆତ୍ମା କହନ୍ତି। ଆତ୍ମାର ଇଚ୍ଛାଶକ୍ତି ସାରା ସଂସାରର ସ୍ରଷ୍ଟା, ଚାଳକ, ସଂହାରକ ଓ ପାଳକ ଅଟେ। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।